ବର୍ତ୍ତମାନ ଆମେ ମା ବାଙ୍କେଶ୍ୱରୀଙ୍କ ଶକ୍ତିପୀଠକୁ ଉପରାଙ୍କେଶ୍ୱରୀଙ୍କ ଶକ୍ତିପୀଠକୁ ଯାଉଛୁ। ଆଉ କିଛି ଜଣେ ପ୍ରିୟଜନ ଗୋଟେ ଅଛନ୍ତି ପ୍ରିୟଜନ ସାହିର ସାହିର ନିକଟର ଯାହାକୁ ଆପଣ ଦେଖିପାରିବେ। ବର୍ତ୍ତମାନ ଆମେ ଏଇଠି ଆମର ଯେହେତୁ ଚପଲ ବାହାରେ ରଖିବାକୁ ପଡ଼ିବ ତେଣୁ ଚପଲ ବାହାରେ ରଖିଦେଇଛୁ। ବର୍ତ୍ତମାନ ଏଇଟା ହେଉଛି ଆମର ଟିକଟ ବିକ୍ରି କେନ୍ଦ୍ର। ପ୍ରଭୁଙ୍କ ଦର୍ଶନ କରିବା ପାଇଁ କେବଳ ଆମେ ଦୀପ ଜାଳୁ। ଦେଖନ୍ତୁ ମା ବାଙ୍କେଶ୍ୱରୀଙ୍କ ଜୟ ମା ବାଙ୍କେଶ୍ୱରୀ କି ଜୟ। ମା ବାଙ୍କେଶ୍ୱରୀଙ୍କ ପୀଠରେ ବର୍ତ୍ତମାନ ଆମେ ପହଞ୍ଚି ଯାଇଛୁ। ଆରେ ଇଆଡ଼େ ଭିତରେ ଦେଖନ୍ତୁ ଆମର ସେ ଯେଉଁ ସାଙ୍ଗ ସେ ପୁରା ଅଧୈର୍ଯ୍ୟ ହେଇଗଲେଣି। କଣ ପାଇଁ ନା ଅତି ଭକ୍ତିର ସହିତ ପ୍ରଭୁ ଗଣେଶଙ୍କ ପାଖରେ ତାଙ୍କର ନିବେଦନ କରୁଛନ୍ତି। ହେ ପ୍ରଭୁ ଗଣେଶ ବିଘ୍ନେଶ ଗିରିଜ ଆନନ୍ଦନ ପ୍ରଭୁ ମମ ବିଘ୍ନ ବିନାଶାୟ ଗଣାଧିପତେ ନମୋ ନମଃ। ବର୍ତ୍ତମାନ ଆମେ ମାଙ୍କ ମନ୍ଦିର ଅଭିମୁଖେ ବାହାରିବା। ଚାଲନ୍ତୁ ସାଙ୍ଗମାନେ। ମୁଁ ଏଇଟା ବର୍ତ୍ତମାନ ଏଇଟା ହେଉଛି କଣ ଦୀପ ଲଗେଇବା କେନ୍ଦ୍ର ଦୀପ ଦୀପ ଜାଳିବା। ଟିକେ ଆପଣ ଟିକେ ଦୀପମ୍ ଜ୍ୟୋତି ପରମ ବ୍ରହ୍ମ ଦୀପମ୍ ଜ୍ୟୋତି ଜନାର୍ଦ୍ଦନ ଦୀପମ୍ ଜ୍ୟୋତି ହରିତ ପାପଃ ଜ୍ଞାନ ଦୀପମ୍ ନମସ୍ତୁତେ। ହେ ପ୍ରଭୁ ହେ ମା ବର୍ତ୍ତମାନ ଦେଖେ ଯାଉନି। ଗଲେ ହବ ଯେ କଥା ନହେଲେ ମୁଁ ସେଠି ହେଲେ ବର୍ତ୍ତମାନ ନିର୍ଜୀବ ବହୁତ ଆଶାର ବର୍ତ୍ତମାନ ଆମେ ମନ୍ଦିର ଦର୍ଶନ ସାରି ଆମ ଗୃହ ଅଭିମୁଖେ ଯାତ୍ରା କରୁଅଛି କିନ୍ତୁ ଏବେ ଯାତ୍ରା କରୁଛୁ। କରୁନୁ ବହୁତ ସମୟ ପୂର୍ବ କରୁଛୁ ଆମର କାହିଁକି ନା ଖାଇବା ରେଡ଼ି ହେଇନାହିଁ। ଏ ରେଡି ବର୍ତ୍ତମାନ ହେଇନାହିଁ। ବ୍ରାହ୍ମଣ ଏବେ ରୋଷେଇ କାର୍ଯ୍ୟକ୍ରମରେ ବହୁତ ବ୍ୟସ୍ତ ଅଛନ୍ତି। ବ୍ରାହ୍ମଣ ଆମକୁ ଖୋଜୁଥିଲା କିନ୍ତୁ ଆମେ ଗଲୁନୁ କାହିଁକି ନା ସେ ଆମକୁ ରଖିଲା ଆଉ ଛାଡ଼ିବନି। ଛାଡ଼ିବନି କାଟାକାଟିରେ ଲଗେଇଦବ। କଟାକଟି ନିଜର ଆଉ ଆମେ ଆରେ ଏଇ ଜାଗାରେ ବେଶୀ ହେଇନି। ହଁ ତେଣୁ ଆମେ ଆହୁରି ବହୁତ ଏବେ ବର୍ତ୍ତମାନ ଆମେ ଲୋକ ଆସୁଛନ୍ତି। ଲୋକମାନେ ମଧ୍ୟ ଆସୁଛନ୍ତି ଦୂର ଦୂରାନ୍ତରୁ ଦେଖନ୍ତୁ କେମିତି ଗାଡ଼ି ଆସିବାରେ ପୁରା ରୋଡ଼ ପୁରା ଜାମ୍ ହେଉଛି। ହେଇଯାଇଛି। ବହୁତ ଭକ୍ତଙ୍କର ଭିଡ଼ ଲାଗିଅଛି। ଭିଡ଼ ଲାଗିଛି। ଆଇଲୁଣି ଆମେ ନା ନାଇଁ ଅଧଘଣ୍ଟାରେ ଆମର ତଳେ ଆଗ ଆସିଛି। ନାଇଁ ଆଉ ଉପରକୁ ଗଲେ ଆଉ ତାଙ୍କର ଗାଡ଼ି ଇଆଡ଼େ ଆଣିଲେନି। ଆଉ କୋଉଠି ଏଇଠି ଆମେ ଅଛୁ ମନ୍ଦିର ପାଖରେ। ମନ୍ଦିର ପାଖରେ ହେଲେ ଆସ ତଳ ଆଡ଼େ। ବର୍ତ୍ତମାନ ଆମର ଜଣେ ସାଙ୍ଗ ସହିତ ଦେଖା ହେଇଛି। ଯିଏକି ବହୁତ ପୁରାତନ ସାଙ୍ଗ ହୁଁ କିନ୍ତୁ ବହୁତ ବର୍ଷ ପୂର୍ବରେ ଦେଖି ମଧ୍ୟ